ଶ୍ରଦ୍ଧାପୁର ଗ୍ରାମରେ ବର୍ଷା ଆରମ୍ଭ ହୋଇଥାଏ। ବର୍ଷାରେ ମାଟିର ବାସ୍ନା ସମସ୍ତଙ୍କୁ ଆକର୍ଷିତ କରୁଥାଏ। ଏହି ଗାଁରେ ଦୁଇ ଭଉଣୀ ରହୁଥିଲେ, ଯାହାଙ୍କ ନାମ ହୀରା ଓ ମୀରା ଥିଲା। ସେ ଦୁଇ ଜଣଙ୍କ ସାହାରା ଥିଲେ। ଗୋଟିଏ ଘରେ ଦୁଇ ଭଉଣୀ ରହୁଥିଲେ। ଘର ଛୋଟ ଥିଲା, ହେଲେ ହୃଦୟ ବଡ଼ ଥିଲା। ଏମିତି ହିଁ ବର୍ଷା ହଉଥାଏ। ଗୋଟିଏ ସନ୍ଧ୍ୟାରେ, ଦିଦି ଜଲ୍ଦି ଚାଲେ, ଏ ବର୍ଷା ପବନରେ ସବୁ ଆମ୍ବ ତଳେ ପଡ଼ିଥିବ। ଚାଲେ ଜଲ୍ଦି ଗୋଟେଇ ନବା, ନହେଲେ ଆଉ କିଏ ନେଇଯିବ। ତୁ ଠିକ୍ କହିଲୁ ହୀରା, ଜଲ୍ଦି ଚାଲେ, ନହେଲେ ଆମେ ଅସୁବିଧାରେ ପଡ଼ିଯିବା। ଆରେ କିଏ ଅଛ କି? ମତେ ପାଣି ଟିକେ ଦିଅ। ଆରେ କିଏ ଅଛ ଯଦି ମତେ ଏଠାରୁ ବାହାର କର। ଆରେ କିଏ ତ ମତେ ବଞ୍ଚାଅ। ହୀରା, ଶୁଣିଲୁ? ତୁ କାହାର ପାଟିର ଶବ୍ଦ ଶୁଣିଲୁ? ଏ ଶବ୍ଦ ତ ସେପଟ ଆମ୍ବ ଗଛ ପାଖରୁ ଆସୁଛି। ଯା ଦିଦି, ଯାଇକି ଦେଖିବା କିଏ ହୋଇଥିବ। ତାପରେ ସେମାନେ ସାଧୁ ବାବାଙ୍କ ପାଖକୁ ଗଲେ। କିଏ ତୁମେ ଝିଅ? ମତେ ଏଠାରୁ ବାହାର କର। ମତେ ଏଠି କଷ୍ଟ ହଉଛି। ସେମାନେ ମତେ ଏଠି ଏକା ଛାଡ଼ିକି ପଳେଇଲେ। ଇଏ କ'ଣ? ଏତେ ବର୍ଷାରେ ଆପଣଙ୍କୁ ଏଠି ଏକା କିଏ ଛାଡ଼ିକି ପଳେଇଲା? ଆଉ କ'ଣ ପାଇଁ ଛାଡ଼ିକି ପଳେଇଲା ବାବା? ଦିଦି, ପ୍ରଶ୍ନ ପଛେ କରିବୁ, ପ୍ରଥମେ ୟାଙ୍କୁ ଘରକୁ ନେଇଯିବା। ବର୍ଷାରେ ଭିଜିଲେ ୟାଙ୍କ ଦେହ ଖରାପ ହୋଇଯିବ। ସାଧୁ ବାବା, କ'ଣ ତୁମେ ଆମ ସହ ଆସିପାରିବ? ହଁ ଝିଅ, ଏତିକି ସାହସ ଅଛି ମୋ ପାଖରେ। ହେଲେ ଝିଅ, ବିଲକୁଲ ଶକ୍ତିହୀନ ହେଇଯାଇଛି ମୁଁ। ଗଳା ଶୁଖି ଯାଉଛି ଓ ଦେହ ଥରୁଛି। ମୁଁ ବହୁତ କଷ୍ଟରେ ଅଛି ଝିଅ, ବହୁତ ଦୁଃଖରେ ଅଛି। ତାପରେ ସେମାନେ ସାଧୁ ବାବାଙ୍କୁ ନିଜ ଘରକୁ ନେଇଗଲେ। ହେଲେ ସାଧୁ ବାବା, ଆପଣ କହିଲେନି ଆପଣଙ୍କ ଏ ଅବସ୍ଥା କିଏ କଲା? ଆଉ ଏମିତି ଅବସ୍ଥାରେ ଆପଣଙ୍କୁ କିଏ ଛାଡ଼ିକି ଗଲା? ହଁ ବାବା, କୁହନ୍ତୁ, ଆମେ ଜାଣିବାକୁ ଚାହୁଁଛୁ। ସେ କଥା ସବୁ ମନେ ପକାଇଲେ ମତେ ବହୁତ ଦୁଃଖ ହଉଛି ଝିଅ। ନିଜର ମାନେ ମତେ ଧୋକା ଦେଲେ। ଏ କଥାର ମାନେ କ'ଣ ସାଧୁ ବାବା? ମୋର ଗୋଟେ ଶିଷ୍ୟ ଥିଲା, ତା ନାମ ଗୋବିନ୍ଦ। ସେ ହିଁ ମୋ ସହ ବିଶ୍ୱାସଘାତ କଲା, ଆଉ ମତେ ଛାଡ଼ିକି ଚାଲିଗଲା। ହେଲେ ବାବା, ତୁମ ପରି ସାଧୁ ସହ କାହାର ବା କ'ଣ ଶତ୍ରୁତା ଥିବ? ଆପଣଙ୍କୁ ତ କୋଉ ଜିନିଷର ଲୋଭ ବି ନାହିଁ। ସତରେ ବାବା, ସେ କେମିତିକା ଲୋକ ହୋଇଥିବ ଯିଏ ଏମିତି ଭଲ ମଣିଷକୁ ଘୃଣା କରୁଛି? ଯିଏ ତୁମ ସହ ଏମିତି କରିପାରୁଛି, ସିଏ ତ ପୁରା ଦୁନିଆକୁ ଧୋକା ଦେଇପାରିବ ନିଜ ଫାଇଦା ପାଇଁ। ତୁମେ ଠିକ୍ କହୁଛ ଝିଅ। ସେ ପାଖ ଗାଁର ଜମିଦାର ସୁଧୀରଠୁ ପଇସା ଖାଇ ମୋର ସର୍ବନାଶ କରିଲା। ପଇସାର ଲୋଭ ତାକୁ ଅନ୍ଧ କରିଦେଲା। ହେଲେ ତାଙ୍କୁ ଏମିତି ଛାଡ଼ିଦେବା ଠିକ୍ ନାହିଁ। ଆମେ କାଲି ପାଖ ଗାଁକୁ ଆମ୍ବ ବିକିବାକୁ ଯିବୁ। ଯଦି ସେଠି ସେ ଦେଖାଗଲା ତ ଆମେ ତୁମକୁ ଆସିକି କହିବୁ। ଝିଅ, ମୁଁ ଏଠି ରହିଲେ ତୁମକୁ କିଛି ଅସୁବିଧା ହବନି ତ? ବିଲକୁଲ ନାହିଁ ବାବା, ଆମେ ତ ଦୁଇ ଭଉଣୀ ଏ ଘରେ ଏକା ରହୁଛୁ। ଆପଣ ରହିବେ ତ ଆମକୁ ଭଲ ଲାଗିବ, ଆମେ ସୁରକ୍ଷିତ ଅନୁଭବ କରିବୁ। ତାପରେ ସେମାନେ ଆମ୍ବ ବିକିବାକୁ ଗଲେ। ନିଅ ଭାଇ, ତାଜା ଆମ୍ବ ନିଅ, କାଲି ପବନରେ ଗଛରୁ ପଡ଼ିଛି, ଏକଦମ ତାଜା ଓ ମିଠା ଆମ୍ବ। ଶସ୍ତା ଦାମରେ ନେଇଯାଅ, ଜଲ୍ଦି ନେଇଯାଅ, ନହେଲେ ସରିଯିବ। ଏ କହ, କେତେରେ ଦଉଛୁ ଆମ୍ବ? ମୋ ସ୍ତ୍ରୀ କହିଛି ଆଣିବାକୁ। ସେ ଏହାର ରସ ବାହାର କରିବ। ବହୁତ ଦିନ ପରେ ହାତକୁ ପଇସା ଆସିଛି। ଧନ୍ୟ ହଉ ସେ ଜମିଦାର ବାବୁଙ୍କ, ଯିଏ କାମ କରାଇ ପଇସା ଦେଇଦେଲେ। ୟାକୁ ଦେଖିଲେ ଲାଗୁଛି ଏ ସେହି ଲୋକ ଯାହାର କଥା ବାବା କହୁଥିଲେ। ଆରେ କ'ଣ ହୋଇଗଲା? ଦାମ ଭୁଲିଗଲୁ କି? ଏ କ'ଣ ଭାବୁଛୁ? ଦେଖେ, ଅଧିକ ଦାମ କହିବୁନୁ, ନହେଲେ ଠିକ ହବନି। ଗୋଟେ କିଲୋ ଆମ୍ବ ମାତ୍ର 30 ଟଙ୍କାରେ, ଦେଖିନିଅ, ତାଜା ଅଛି। ନା ବାବା ନା, ଏତେ ଦେଇପାରିବିନି। ଘରକୁ ଗଲାବେଳେ ସ୍ତ୍ରୀ ପାଇଁ କୁକୁଡ଼ାର ମାଂସ ବି ନବାକୁ ପଡ଼ିବ। ଭାତ, ଚିକେନ ଆଉ ଆମ୍ବର ରସ, ଓହୋ ହୋ, ମଜା ଆସିଯିବ। ମୁଁ ତ 20 ଟଙ୍କା ହିଁ ଦେବି। ମଞ୍ଜୁର ଅଛି ତ କହ। କାକା, ଆମେ ବହୁତ ଦୂରରୁ ଆସିଛୁ। ଏତେ କମ ଦାମରେ ବିକିଲେ ଆମର ଲାଭ କୋଉଠି ହେବ?
ଆରେ ଆରେ ଏବେ ତ ତୁମେ ପାଟି କରୁଥିଲ କି ତୁମ ନିଜ ଗଛର ଆମ୍ବ ବୋଲି। ଆରେ ଭାଇ, ଯଦି କିଣିନ ଆଉ କାହାଠୁ ତ ତୁମକୁ 20 ଟଙ୍କାରେ କ'ଣ 10 ଟଙ୍କାରେ ବି ଫାଇଦା ଅଛି। ଭଡ଼ା ବି ତ ଦେବୁ, ଗାଡ଼ିବାଲାକୁ ପଇସା ଦେବାକୁ ପଡ଼ିବ, ଯାହାଦ୍ୱାରା ଏଠାକୁ ଆଣିଛୁ ଆମ୍ବ। ଆଚ୍ଛା ଠିକ୍ ଅଛି, ବଡ଼ ଖେଳ ଖେଳିବା ଜାଣିଛ। ଆଚ୍ଛା, ଯଦି ତୁମେ ଦୂରରୁ ଆସିଛ ତ ଆଜି ରାତିରେ ଆମ ଘରେ ଖାଇବା ଖାଇକି ଯିବ। ଆଉ ଏ ନିଅ 20 ଟଙ୍କା, 1 କିଲୋ ଆମ୍ବ ଦେଇଦିଅ। ଇଏ କି କଥା? ମୁଁ ତ ୟାକୁ ଖରାପ ଲୋକ ଭାବିଥିଲି। ଇଏ ତ ଆମକୁ ଖାଇବାକୁ ଡାକୁଛି। ତାପରେ ସେମାନେ ଶଙ୍କରର ଘରକୁ ଗଲେ। ୱା କାକି, ଖାଇବା ବହୁତ ସ୍ୱାଦିଷ୍ଟ ହୋଇଛି। କାକା, ଆପଣ ତ ଆମକୁ ଜାଣିବି ନାହାନ୍ତି, ତ ଅଚାନକ ଘରକୁ ଡାକି ଖାଇବାକୁ କାଇଁ ଦେଲେ? ତ କ'ଣ ହେଲା? ଆରେ ତୁମେ ଝିଅ ଦିଟା ଏତେ ଦୂରରୁ ଆସି ବଜାରରେ ଆମ୍ବ ବିକୁଛ। ଏ ବର୍ଷା ତୁଫାନରେ ତୁମକୁ ଦେଖି ମତେ ଦୟା ଆସିଲା। ଆଉ ଆମ ଘରକୁ କିଏ ଅତିଥି ଆସୁନାହାନ୍ତି। ଅତିଥି କଥା ତ ଛାଡ଼ି ଦିଅ। ଜମିଦାର ଘରକୁ ଅତିଥି ଆସି ଯୋଉ କାଣ୍ଡ କରିଛନ୍ତି ତାକୁ ଭାବିଲେ ତ ଏହା ହିଁ ଭଲ। ଘରକୁ ଅତିଥି ନ ଆସନ୍ତୁ। ମାନେ କ'ଣ ହୋଇଛି କାକି? କ'ଣ କିଛି ଅସୁବିଧା ହୋଇଯାଇଥିଲା? ଅସୁବିଧା? ସେ ତ ଏମିତି କାଣ୍ଡ ଥିଲା କି ଗୋଟେ ରାତିରେ ଜମିଦାରଙ୍କ ସବୁ ସମ୍ପତ୍ତି ଗାୟବ ହୋଇଯାଇଥାନ୍ତା। ଏ ତ ଭଲ ହେଲା କି ମୁଁ ସେଠି ଥିଲି। ଆରେ ତୁମେ ଏମିତି କ'ଣ ପାଇଁ କହୁଛ? ପୁରା କାହାଣୀ ଖୋଲିକି ଶୁଣାଅ ନା। ଖାଇ ଖାଇ କାହାଣୀ ଶୁଣିଲେ ଭଲ ଲାଗିବ। ମୁଁ କହୁଛି ଆଜି ଏମାନଙ୍କୁ ଯିବାକୁ ଦେବାନି। ଏ ଆମ ଘରେ ହିଁ ରହିଯିବେ। ହଁ କାକା, କଥା କ'ଣ ଥିଲା? ଆମେ ବି ଶୁଣିବାକୁ ଚାହୁଁଛୁ, ଆମକୁ କୁହ ନା। ତ ଶୁଣ, ଆଜିଠୁ 1 ସପ୍ତାହ ପୂର୍ବରୁ ଏ ଗାଁକୁ ଗୋଟେ ସାଧୁ ବାବା ଆସିଲେ ଆଉ ଗୋଟେ ଗଛ ତଳେ ରହିବାକୁ ଲାଗିଲେ। ଯେବେ ମୁଁ କାମରୁ ଘରକୁ ଫେରୁଥିଲି। ଓହୋ, ସେଇ ଆଖି, ସେଇ ନାକ, କାନ। ତୁ ପୂର୍ବ ଜନ୍ମରେ ବହୁତ ଧନୀ ଲୋକ ଥିଲୁ, ହେଲେ ଆଜି ତୁ ଏମିତି ଭିକାରୀ ହେଇକି କ'ଣ ପାଇଁ ବୁଲୁଛୁ? ଆରେ ଆରେ ସାଧୁ ବାବା କ'ଣ କହୁଛନ୍ତି? ବାବା, କ'ଣ ଆପଣ ମତେ କିଛି କହିଲେ କି? ମାନେ ଯାହା ବି କହିଲ ମୋ ମୁଣ୍ଡ ଉପର ଦେଇ ପଳେଇଲା। ଏ ମୂର୍ଖ, ମୋ ପାଖକୁ ଆସେ। ତୁ ପୂର୍ବ ଜନ୍ମରେ ଯୋଉ ପାପ କରିଥିଲୁ ତା ପ୍ରାୟଶ୍ଚିତ କରୁଛୁ ଏବେ। ହେଲେ ମୁଁ ତୋର ଏ ଚମକୁଥିବା ମଥାକୁ ଦେଖି କହିପାରିବି କି ଏବେ ଆଉ ଅଧିକ ଦିନ ନାହିଁ। ଅଧିକ ଦିନ ନାହିଁ ବୋଧେ? ଏହାର ମାନେ କ'ଣ ବାବା? ମାନେ ଏବେ ତ ମୋର ବିବାହ ହୋଇଛି। ଏତେ ଜଲ୍ଦି ମରିଯିବି ତ ଅନର୍ଥ ହୋଇଯିବ ବାବା। ଆପଣ ବୁଝୁଛନ୍ତି ନା? ଆରେ ଗଧ, ତୋ ବକର ବକର ବନ୍ଦ କର। ଯଦି ତୁ ଗୋଟିଏ ରାତି ମତେ ନେଇ ସେବା କରେଇବୁ ଆଉ ଏ ଗଛ ତଳୁ ନେଇକି କୋଉ ଭଲ ଆଶ୍ରମରେ ରଖିପାରିବୁ ତ ମୁଁ ତତେ ତୋ ପାପରୁ ମୁକ୍ତି କରିଦେବି। ତୁ କିଛି ଦିନରେ ବହୁତ ଧନୀ ହୋଇଯିବୁ। ତାପରେ ତତେ କିଏ ବି ଅଟକାଇ ପାରିବନି। ତୋ ପାଖକୁ ବହୁତ ପଇସା ଆସିବ। ପଇସା ଆସିବ? ଏହାର ମାନେ ମୋ ପାଖକୁ ପଇସା ଆସିଲେ ମୁଁ ମୋ ସ୍ତ୍ରୀ ପାଇଁ ବହୁତ ଗହଣା କରିପାରିବି, ଭଲ ଭଲ ଶାଢ଼ୀ ଦେଇପାରିବି। ନାହିଁ ନାହିଁ ଭାଇ, ସାଧୁ ବାବାଙ୍କୁ ହାତରୁ ଯିବାକୁ ଦେବିନି। କ'ଣ ଭାବୁଛୁ ରେ ପାଗଳ? କ'ଣ ମୁଣ୍ଡରେ କ'ଣ ଚାଲିଛି ତୋର? ବାବା, ତୁମେ ବୁଝୁଛ ନା? ତୁମେ ଏମିତି ଆଶୀର୍ବାଦ ଦେଇପାରିବ ଯେମିତି ମୁଁ 2-3 ଦିନରେ ହିଁ ଧନୀ ହୋଇଯିବି। ଆରେ ପାଗଳ, ଏତେ ଉତ୍ତେଜିତ କାହିଁ ହଉଛୁ? ମତେ ତ ସାଥିରେ ନେଇଯା, ଭଲ ଭଲ ଖାଇବା ଖୁଆ, ତାପରେ ଦେଖେ କ'ଣ ହଉଛି। ଠିକ୍ ଅଛି ବାବା, ଚାଲ ମୋ ସହ। ଆସନ୍ତୁ ଆସନ୍ତୁ। ତାକୁ ବାଟରେ ଜମିଦାର ଭେଟିଲେ। ଆରେ ଶଙ୍କର, 2 ପହରକୁ ଖାଇବାକୁ ଗଲୁ, ଆଉ ଆସିଲୁନୁ ଯେ? ହଁ, ଏବେ ଆଉ ମୁଁ ଛୋଟ ମୋଟ କାମ କରିବିନି। 2 ଦିନରେ ଏତେ ଧନୀ ଲୋକ ହୋଇଯିବି, ଲୋକଙ୍କୁ କାମରେ ରଖିବି ମୁଁ। ଦେଖି ନବ, ଆପଣଙ୍କ ପରି ମୋର ବି ଗୋଟେ ବଡ଼ ମହଲ ଥିବ। ଦେଖି ନବ। ମାନେ କ'ଣ? ତୁମ ମୁଣ୍ଡକୁ ବିଜୁଳି ମାରିଛି କି? ମୁଣ୍ଡ ଠିକ୍ ଅଛି ତୋର? ଏମିତି କ'ଣ କଥା କହୁଛୁ? କୋଉଠି ଗଞ୍ଜେଇ ମଞ୍ଜେଇ ପିଇଲୁ କି? ଆରେ ନାଇଁ ନାଇଁ, କଥା ଏମିତି ନାହିଁ। ଗୋଟେ ସାଧୁ ବାବା ଅଛନ୍ତି, ସେ କହିଲେ 2 ଦିନରେ ବହୁତ ବଡ଼ ଲୋକ ହୋଇଯିବୁ। ତାଙ୍କରି ପାଇଁ ମଟନ କିଣିବାକୁ ଆସିଥିଲି। ସାଧୁ ବାବା? ସେ କହିଲେ ଧନୀ ହୋଇଯିବୁ? ଆରେ ମୋ ଶଙ୍କର,
ଆଚ୍ଛା, ମୁଁ କ'ଣ କହୁଛି, ମତେ ତାଙ୍କୁ ଦେଖା। କ'ଣ ନା, ମାନେ ମୁଁ ଚାଷବାସ ବିଷୟରେ ତାଙ୍କୁ ହାତ ଦେଖେଇବି। ଲାଭ ହବ ନା କ୍ଷତି ହବ? ଜମିଦାର ବାବୁ, ଆପଣ ବୁଝୁନାହାନ୍ତି। ସାଧୁ ବାବା ଏମିତି ହିଁ ସମସ୍ତଙ୍କ ସହ ମିଶୁନାହାନ୍ତି। ବହୁତ ବୁଦ୍ଧିମାନ ସାଧୁ ଅଟନ୍ତି। ତୁମେ କ'ଣ ଏରାଗେରା ଭାବିଲ କି? ଆରେ ଶଙ୍କର, ମୁଁ ତମ ପାଇଁ ଏବେ ଏରାଗେରା ହୋଇଗଲି? ମୁଁ ହେଉଛି ତୁମର ମାଲିକ, ମାନେ ସାଙ୍ଗ ବି କହିପାରିବ। ମତେ ନେଇଯାଅ, ମୋ ଭାଇ, ମୋ ଧନ, ମୋ ସାଙ୍ଗ। ଆରେ ଜମିଦାର ବାବୁ, କ'ଣ ଏଠି ମୋ ଧନ ଭାଇ କରୁଛ? ଏମିତି କରନି, ଠିକ କଥା ନାହିଁ। ଠିକ ଅଛି, ମୋ ସହ ଚାଲନ୍ତୁ, ହେଲେ ପରେ ଯାହା କରିବାର ଅଛି ଭାବି ଚିନ୍ତିକି କରିବ। ଯଦି ସେ ରାଗିଗଲେ ନା, ତ ମୁଁ ବି କିଛି କରିପାରିବିନି। ଆରେ ନାଇଁ ନାଇଁ ଭାଇ, ତୁମେ ମୋ ଉପରେ ଭରସା କର। ତାପରେ ଶଙ୍କର ଜମିଦାରକୁ ସାଧୁ ବାବା ପାଖକୁ ନେଇକି ଗଲା। ପ୍ରଣାମ ସାଧୁ ବାବା। ଇଏ ଦେଖନ୍ତୁ ସାଧୁ ବାବା, ମୁଁ ଆପଣଙ୍କ ପାଖକୁ କାହାକୁ ନେଇକି ଆସିଛି। ଇଏ ଏହି ଗାଁର ଜମିଦାର ସାଧୁ ବାବା। ଇଏ ନିଜେ ଆପଣଙ୍କୁ ଭେଟିବାକୁ ଚାଲି ଆସିଲେ। ତୁମ ସହ କଥା ହେଇକି ସେ ସବୁ ଜାଣିବାକୁ ଚାହୁଁଛନ୍ତି। ଓ, ତ ଏ କଥା। ଯାହା ହଉ, ଗୋଟେ ଧନୀ ଲୋକ ମିଳିଗଲା। ମତେ ଏ ଗରିବର କୁଡ଼ିଆରେ ରହିବାରେ ଏବେ ମଜା ବି ଲାଗୁନଥିଲା। ଜମିଦାରର ଘରେ ରହିବି, ତାପରେ ଜମିବ। ପ୍ରଣାମ ସାଧୁ ବାବା। କ'ଣ ତୁମେ ମୋ ହାତ ଦେଖି କହିପାରିବ କି ଏଥର ମୋ ରୋଜଗାର କେମିତି ରହିବ? ଯଦି ତୁମେ କହିବ ତ ବଡ଼ କୃପା ହବ। ହଁ, ଯାହା ମୁଁ ଦେଖିପାରୁଛି ସେ ବହୁତ ଭଲ ନୁହଁ। ହାତ ଦେଖିବାର ଦରକାର ନାହିଁ, ତୋର ଏ ଚଉଡ଼ା ମଥା ଦେଖିକି ହିଁ ମତେ ସବୁ ବୁଝା ପଡୁଛି। ଇଏ କ'ଣ କହୁଛନ୍ତି ସାଧୁ ବାବା? ଏଇ ବର୍ଷ ତ ଜମିଦାର ବାବୁଙ୍କ କ୍ଷେତରେ ବହୁତ ଭଲ ଫସଲ ହୋଇଛି। ଫସଲ ହେଇଛି ତ କ'ଣ ହୋଇଗଲା? କିଛି ଦିନରେ ଭୟଙ୍କର ବର୍ଷା ହବ, ଆଉ ସବୁ ଫସଲ ବର୍ବାଦ ହୋଇଯିବ। ସବୁ କିଛି ଖରାପ ହୋଇଯିବ। ତ ସାଧୁ ବାବା, ଏ ଅସୁବିଧାରୁ ବଞ୍ଚିବାକୁ ଉପାୟ କ'ଣ ଅଛି? ଦୟାକରି କିଛି ଉପାୟ କୁହନ୍ତୁ। ମୁଁ ବହୁତ ପଇସା ଲଗେଇଛି। ଯଦି ସବୁକିଛି ବର୍ବାଦ ହୋଇଯିବ, ମତେ ତୁମ ଘରେ ଗୋଟିଏ ରାତି ପାଇଁ ରହିବାକୁ ପଡ଼ିବ। ସେଠି ରହିଲେ ସମସ୍ୟାର ସମାଧାନ ବାହାର କରିପାରିବି। ହେଲେ ମୁଁ ତ ଶଙ୍କରର ଏଠି ରହିବାକୁ କଥା ଦେଇଛି। ଯଦି ତ କ'ଣ ହୋଇଗଲା ବାବା? ଶଙ୍କର ତ ଆମ ଲୋକ ଆକା। ହଁ ନା ଶଙ୍କର? ଆଜି ତୁମେ ମଟନ ଭାତ ଖାଇବାର ଆଶା ରଖିଛନ୍ତି, ଖାଇ ନିଅନ୍ତୁ। ହେଲେ ସନ୍ଧ୍ୟାରେ ମୁଁ ଆପଣଙ୍କୁ ମୋ ଘରକୁ ନେଇଯିବି। ଆପଣ ମନା କରିବେନି ବାବା, ଠିକ ଅଛି ନା? ଚାଲ, ଠିକ ଅଛି, ଏମିତି ହିଁ ହବ। ଶଙ୍କର, ତୁମ ସ୍ତ୍ରୀ ଖାଇବା ବନେଇଲେଣି। ଜମିଦାର ବାବୁ ଆସିଛନ୍ତି, ତ ତାଙ୍କୁ ବି ଏଠି ଖାଇବାକୁ କୁହ। ଠିକ ଅଛି। ଜଣା ନାହିଁ ଇଏ କୋଉଠୁ ଆସିଲା। ଏ ବୁଢ଼ାକୁ ଏଠାକୁ ଆଣିବାର ହିଁ ନଥିଲା। ସାଧୁ ବାବା ଜମିଦାର ଘରକୁ ଗଲା ଓ ଅଧରାତିରେ ସେଠୁ ବାହାରି ଆସିଲା। ଜମିଦାରର ଘରେ କଳାକନା ବୁଲେଇ ଦେଇଛି। ଏବେ ଏଠି ରହିବା ଠିକ ନାହିଁ। ରାତିରେ ହିଁ ଗାୟବ ହେବାକୁ ପଡ଼ିବ। ନହେଲେ ଜଣା ପଡ଼ିବ ଯଦି ମୁଁ ଚୋରି କରିଛି, ନବାର ଦବା ପଡ଼ିଯିବ। ଆରେ ସାଧୁ ବାବା, ଏତେ ରାତିରେ କୁଆଡ଼େ ଯାଉଛ? ଆଉ ଏ ପୁଟୁଳି? ଆରେ ଆପଣ ଏହାକୁ ସେଠି ଛାଡ଼ି ଆସିଛନ୍ତି। ମୁଁ ଫେରାଇବାକୁ ଆସିଥିଲି। ଆଉ ଆପଣଙ୍କ ହାତରେ ଏତେ ଟଙ୍କା କୋଉଠୁ? ମାନେ ଜମିଦାର ବାବୁ ମତେ ବହୁତ ଟଙ୍କା ଦେଇଛନ୍ତି। ମୁଁ ମନା କରିଲି। ଆରେ କ'ଣ ବେଲେ, ସେ ଭାବିଥିବେ ମୁଁ ଭଲ ଭାବୁଛି ତାଙ୍କ ପାଇଁ, ସେଥିପାଇଁ ଦାନ ଦକ୍ଷିଣା ଦେଇଛନ୍ତି। ହଉ, ଠିକ ଅଛି। କ'ଣ? ଜମିଦାର ବାବୁ ଆପଣଙ୍କୁ ପଇସା ଦେଲେ, ଆଉ ଆପଣ କାହାକୁ ନ କହି ରାତିରେ କୁଆଡ଼େ ଯାଉଛନ୍ତି? ଏ କଥା କାହିଁ ଜମୁନି। ଦାନ ଦକ୍ଷିଣା ଦେଲା ପରେ ଆମେ କେଉଁଠି ରହୁନାହୁଁ। ଆଉ ଏଠି ରହି କ'ଣ ଫାଇଦା? ମାନେ ମୁଁ ଏଇଠୁ ଦୌଡୁଛି, ମାନେ ମୁଁ ଏଠୁ ଯାଉଛି। ଆରେ କଥା କ'ଣ? ରାତିରେ କିଏ ପାଟି କରୁଛି? ଆରେ ଶଙ୍କର, ଏତେ ରାତିରେ ତୁ ଏଠି କ'ଣ କରୁଛୁ? ଭାଗ୍ୟକୁ ଠିକ ସମୟରେ ଆସିଛ ଜମିଦାର ବାବୁ। ଏ ସାଧୁ ବାବା ତୁମ ଘରୁ ପଇସା ଚୋରି କରି ପଳାଉଥିଲେ ଜମିଦାର ବାବୁ। ମୁଁ ତ ଠିକ ସମୟରେ ଧରିଲି। ଆରେ ଇଏ କ'ଣ ଫାଲତୁ କହୁଛ? ତୁମେ ତ କହିଥିଲ ଜମିଦାରଙ୍କ ଘରୁ ପଇସା ବାହାର କରିବାକୁ। କ'ଣ ଶଙ୍କର ଏମିତି କାମ କେବେ କରିପାରିବନି।
କେତେଥର ମୁଁ ଶଙ୍କରକୁ ଏକା ଘରେ ଛାଡ଼ିଛି। ସେ କେବେ ବି ଘରୁ ଛୁଞ୍ଚିଟେ ବି ଚୋରି କରିନି। ଠିକ ଅଛି, ହଁ ମୁଁ ବୁଝିପାରୁଛି। ଶଙ୍କର, ଆମ ଲୋକମାନଙ୍କୁ ଡାକ। ଏ ପାଖଣ୍ଡି ସାଧୁକୁ ଏବେ ଆକା ଗାଁରୁ ବାହାର କର। ଡାକ ଲୋକଙ୍କୁ। ତ ବୁଝିଲ ପିଲେ, ଏହା ଥିଲା ଅସଲ କାହାଣୀ। ତ ଆମେ ମିଶି ସାଧୁଙ୍କୁ ଗାଁରୁ ବାହାର କଲୁ। ତେବେ ଯାଇ ଶାନ୍ତି ମିଳିଲା। କଣ କହୁଛ? ଏମିତି ହିଁ କାଲି ରାତିରେ ବଗିଚାରୁ ଜଣେ ସାଧୁ ବାବାଙ୍କୁ ବଞ୍ଚାଇଛୁ। ସେ କହୁଥିଲେ ତାଙ୍କର ଜଣେ ଶିଷ୍ୟ ତାଙ୍କୁ ଧୋକା ଦେଇଥିଲେ। ଆମକୁ ବି ଏମିତି କାହାଣୀ ଶୁଣାଇଥିଲା ସେ। ହେଲେ କି କଥା, ସେ ସାଧୁ ତୁମ ଘରେ ଅଛି, ଆଉ ତୁମେ ଦୁହେଁ ଘର ଏକା ଛାଡ଼ି ଏଠାକୁ ଆସିଛ। ଲାଗୁଛି ତୁମ ଘରର ସବୁ ସାମାନ ଗଲା। ଏମିତି କିଛି କଥା ନାହିଁ। ଆମ ଘରେ କିଛି ସୁନା ରୂପା ନାହିଁ କି ପଇସା ନାହିଁ। ଆମେ ନୀତି କାମ କରୁଛୁ, ନୀତି ଖାଉଛୁ। ଦୁଇ ଭଉଣୀ ପରିଶ୍ରମ କରି ଚଳୁଛୁ। ହେଲେ କାକା, ସେ ସାଧୁକୁ ଗୋଟେ ଥର ଧରି ଦଣ୍ଡ ଦବା କଥା ନୁହଁ। ସେ ଲୋକଙ୍କୁ ମିଛ କହି ବୁଲୁଛି ଓ ତାଙ୍କ ସରଳତାର ଫାଇଦା ଉଠେଇକି ଚୋରି କରୁଛି। ବିଲକୁଲ ଠିକ କହିଛୁ। ଚାଲ ମୋ ସାଙ୍ଗରେ ଜମିଦାରଙ୍କ ପାଖକୁ ଯିବା। ସାଧୁଙ୍କୁ ଭଲରେ ଧରି ମଜା ଚଖାଇବା। ଏଥର ଚାଲ। ଆରେ ଝିଅ, ତୁମକୁ ଫେରିବାକୁ ଏତେ ଡେରି କଣ ପାଇଁ ହେଲା? ମୁଁ ତ ଡରି ଯାଇଥିଲି କି କୋଉ ଅସୁବିଧା ନ ଆସୁ ତୁମକୁ। ନାହିଁ ନାହିଁ ସାଧୁ ବାବା, ଆଜି ବିକ୍ରି କରିବାରେ ଟିକେ ଡେରି ହୋଇଗଲା। ଆଉ ଏ ବର୍ଷା, ସେଥିପାଇଁ ଆସିବାରେ ଅସୁବିଧା ହଉଥିଲା। ବାବା, କଣ ଆପଣ ଦୁଇ ପହରକୁ କଣ ଖାଇଥିଲେ? ନା ତୁମେ ଖାଲି ପେଟରେ ହିଁ ଥିଲ? ମୁଁ କଣ ଖାଇବି ଝିଅ? ତୁମ ଘରେ 2ଟା ଆମ୍ବ ଥିଲା, ସେ ହିଁ ଖାଇଛି। ମନ ତୃପ୍ତି ହୋଇଗଲା। ବଜାରରୁ ଆମ୍ବ ବିକିକି କିଛି ପଇସା ମିଳିଛି କି? ଇଏ ଦେଖନ୍ତୁ ବାବା, ଆଜି ବହୁତ ଟଙ୍କା ହାତରେ ଲାଗିଛି। ଏତେ ଟଙ୍କା ତ ଆମେ ଆମ ଜୀବନରେ ପ୍ରଥମ ଥର ଦେଖୁଛୁ। ତୁମେ ଘରେ ଥିଲ ବୋଲି ଆମେ ଏତେ ଦୂର ଯାଇ ବିକି ପାରିଲୁ। ବାସ୍, ଏହା ତ ଚାହୁଁଥିଲି ମୁଁ। ଆଉ ଯେମିତି ଏ ଶୋଇବେ, ମୁଁ ସବୁ ପଇସା ନେଇକି ଫେରାର ହୋଇଯିବି। ପୁଣି କୋଉ ଗାଁକୁ ଯାଇକି କାହାକୁ ମୂର୍ଖ ବନେଇବି। କଣ ଭାବୁଛ ସାଧୁ ବାବା? ମୁଁ ଭାବୁଛି ଆଜି ତୁମ ପାଇଁ ମଟନ ରାନ୍ଧିବି। ତୁମେ ମଟନ ଖାଉଛ ନା? ନା ନା ଦିଦି, ସାଧୁ ବାବା ମାଂସ କଣ ପାଇଁ ଖାଇବେ? ମୁଁ ତ ଶୁଣିଛି କି ସାଧୁ ମହାତ୍ମା ମାନେ ଆମିଷ ଛୁଁ ନାହାନ୍ତି ବୋଲି। କଣ ମୁଁ ଭୁଲ ଶୁଣିଛି ବାବା? ଆରେ ଝିଅ, ଏତେ ଭାବନି। ମୁଁ ମାଂସ ଖାଉଛି। ଆଉ ଯେବେ ତୁମେ ଏତେ ଖୁସିରେ ନିଜ ହାତରେ ବନେଇକି ଖୁଆଇବ, ତ ମୁଁ ମନା କେମିତି କରିବି? ଯାହା ଖାଇବାକୁ ଦବ ମୁଁ ତାହା ଖାଇନେବି। ଆରେ ବା ବା ବା, ଏତେ ସ୍ୱାଦିଷ୍ଟ ମାଂସ ମୁଁ ଆଜି ପର୍ଯ୍ୟନ୍ତ ଖାଇନି। ସତ କହୁଛି, ଆଉ ମୋର ଏତେ ସେବା କିଏ ବି କରିନି। ଭଗବାନ କରନ୍ତୁ ତୁମ ପରି ଝିଅମାନେ ସବୁବେଳେ ଖୁସିରେ ରୁହନ୍ତୁ। ବୋଧେ ତୁମର ଏଠିକି ମୁଁ ଆଉ କେବେ ଆସିବିନି, ହେଲେ ଆଜିର ଏ ସ୍ୱାଦ ମୁଁ କେବେ ଭୁଲିବିନି। କଣ ପାଇଁ ବାବା? ଆପଣ ଆଉ କଣ ପାଇଁ ଆସିବନି? ଆପଣ ଯେବେ ଇଚ୍ଛା ଆମ ଘରକୁ ଆସିପାରିବେ। ସେତେବେଳେ ଶଙ୍କର ଓ ଜମିଦାର ଦୌଡ଼ିକି ଆସିଲେ। ଆଉ ଏଥିପାଇଁ ଆସିବନି କାହିଁକି ନା ଏଠୁ ତୁମର ସବୁ ଟଙ୍କା ଲୁଟି ସବୁଦିନ ପାଇଁ ଫେରାର ହବ ଇଏ। ତାପରେ ୟାର ଚିହ୍ନ ବର୍ଣ୍ଣ ମିଳିନଥାନ୍ତା। ଇଏ ତ ୟାର ଧନ୍ଦା। ଲୋକଙ୍କୁ ଧୋକା ଦେବା ହିଁ ୟାର କାମ। କଣ ରେ ଚୋର କୋଉଠିକାର? ଏ ନୀଚ ମଣିଷ, ମୋର ସେଠୁ ଚୋରି କରିକି ତୋର ମନ ଭରିଲାନି ଯେ ତୁ ଏ ସରଳ ଝିଅକୁ ଲୁଟିବାକୁ ଆସିଛୁ? ଆରେ ବାପରେ, ତୁମେ ଦୁହେଁ ଏଠି। ଏବେ ମୁଁ କିଛି କରିନି। ଏବେ ମୁଁ ବଦଳି ଯାଇଛି। ମୁଁ ତ ଖାଲି ବର୍ଷାରୁ ବଞ୍ଚିବା ପାଇଁ ଏଠି ରହିଥିଲି। ଏମାନଙ୍କୁ କିଛି ଅସୁବିଧା କରିନି। କଣ ଝିଅ, ମୁଁ କିଛି କରିଛି କି? ହଁ, ଯାହା ବି ହଉ, ଆମକୁ ଶୁଣିବାର ନାହିଁ। ଏ ଦୁହେଁ ମୋ ଝିଅ ପରି। ମୁଁ ଚାହୁଁନି ତୋ ପରି ଲୋକ ଗୋଟେ ମୁହୂର୍ତ୍ତ ବି ଏଠି ରହୁ। ଏବେ ହିଁ ଏଠୁ ପଳା, ନହେଲେ କିଛି ଭଲ ହବନି। ପିଟି ପିଟି ତୋର ଭର୍ତ୍ତା କରିଦବୁ ଆମେ। ଏ ଶୁଣାଗଲାନି କି? ନା ମାଂସର ଲୋଭ ଛାଡ଼ି ପାରୁନୁ? ନ ପିଟିଲେ ଯାଇପାରିବୁନୁ ନା? ନାହିଁ ନାହିଁ, ମୁଁ ଏବେ ଯାଉଛି। ଓମ୍ ନମ ଶିବାୟ, ଓମ୍ ନମ ଶିବାୟ। ସତରେ ଝିଅ, ତୁମ ହାତରେ ତ ଯାଦୁ ଅଛି। ବର୍ଷାର ଏ ଋତୁରେ ଗରମ ଗରମ ମଟନ ଭାତ
ମୋ ସ୍ତ୍ରୀ ଏମିତି ଭାତ କେବେ ଖାଇବାକୁ ଦେଇଥିଲା ମୁଁ ତ ଭୁଲି ଯାଇଛି। ଏବେ ମତେ ଏଠାକୁ ଆସିବାକୁ ପଡ଼ିବ। ବିଲକୁଲ ଠିକ କହିଲ ଜମିଦାର ବାବୁ। ଆମେ ସବୁବେଳେ ଏଠାକୁ ଆସୁଥିବା। ଆଜିଠୁ ତ ଏହା ବି ଆମ ଘର ହେଲା ନା। ଝିଅ, କ'ଣ ତୁମେ ଦୁହେଁ ଏଠାରେ ଏକା ରହିପାରିବ? ହଁ କାକା, ଆମେ ତ ଏତେ ଦିନରୁ ଏଠାରେ ଏକା ହିଁ ଥିଲୁ। ଯାହା ମିଳୁଛି ସେଥିରେ ଚଳୁଥିଲୁ। ହଁ କାକା, ତୁମେ ଯଦି ଏଠାକୁ ଆସିବ ଆମକୁ ଭଲ ଲାଗିବ। ଆମର ତ କେହି ନାହାନ୍ତି। ଦେଖିଲ ପିଲାମାନେ, ଆମେ ଜମିଦାର କେତେ ଭଲ ମଣିଷ, ସମସ୍ତଙ୍କର କେତେ ଭଲ କରୁଛନ୍ତି। ଏଥିପାଇଁ ସବୁ ୟାଙ୍କୁ ଏତେ ପ୍ରେମ କରୁଛନ୍ତି। ହଁ, ଗଲା ସମୟରେ ଆମ ଗଛର ଆମ୍ବ ନବାକୁ ଭୁଲିବେନି। ଏହାର ପଇସା ଲାଗିବନି।